ଆଉ ଗୋଟିଏ ଆମର ଏପିସୋଡ଼କୁ ନେଇ କୌଶଳ ଟିଭି ନେଟୱାର୍କ ଆସିଛି। ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ ଅବଗତ କରାଇବା ପାଇଁ ଆମର ବଲାଙ୍ଗୀରର ସୁପୁତ୍ର ଏବଂ ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ତଥା ଓଡ଼ିଶା ପାଇଁ ମଧ୍ୟ ସେ ଗର୍ବ ଏବଂ ଗୌରବ ଡକ୍ଟର ଗୁରୁଶ୍ରୀ ଘାସିରାମ ମିଶ୍ର ଆଜି ଆମର ଅତିଥି ଅଛନ୍ତି। ଆଜ୍ଞା ନମସ୍କାର। ନମସ୍କାର। ଆଜି ଆମେ ଆପଣଙ୍କ ଠାରୁ ଆମେ ଦର୍ଶକମାନଙ୍କୁ ଜଣାବାର ଲାଗି ଯେ ଆମର ନବାନ୍ନ ବା ନୂଆଖାଇଟା ଆଜିର ଯୁଗରେ କେତେ ପ୍ରାସଙ୍ଗିକତା ରହିଛି ସେ ବିଷୟରେ ଆମ ଦର୍ଶକମାନେ ଜାଣିବାର ଲାଗି ଚାହୁଁଛନ୍ତି ଯେ ଆଜିର ଯୁଗରେ ନୂଆଖାଇର କେତେ ପ୍ରାସଙ୍ଗିକତା ରହିଛି। ସମସ୍ତଙ୍କୁ ତ ପ୍ରଥମରେ ନୂଆଖାଇରୁ ବାସି ତିଆସି ହେଇଗଲାନ ବାସି ତିଆସି ଜୁହାର ଚୂଡ଼ା କହିଲା ଖାଇ ଜୁହାର ଇତ୍ୟାଦି ଯେନ୍ ଆପଣମାନଙ୍କୁ ସମ୍ମାନ ଦେବାଟା ବି ତାର ମଧ୍ୟ ଗୋଟେ ତାତ୍ପର୍ଯ୍ୟ ରହିଛି। ପ୍ରାସଙ୍ଗିକତା କଥା ଉଠୁଛି ଯେତେବେଳେ ଜୀବ ଏବଂ ଖାଦ୍ୟ ଇ ଭିତରେ ସମ୍ପର୍କকে ନେଇକି ଗୋଟେ ରକମର ଜଗତ ସୃଷ୍ଟି ହେସି ଏବଂ ଇଟାକେ ସମସ୍ତେ ଜାଣିଛନ୍। ଏଥିରେ ବେଦ ବେଦାନ୍ତ ଉପନିଷଦ ଅନ୍ନ ବାବଦରେ କେତେ କଥା କହିଦେଇଛନ୍ ଯେ ଅନ୍ନ ହିଁ ବ୍ରହ୍ମ, ଅନ୍ନ ହିଁ ଚିନ୍ତା, ଅନ୍ନ ହିଁ ସତ୍ତା, ଅନ୍ନ ହିଁ ସବୁ କଥା କହିଯାଇଛନ୍। କିନ୍ତୁ ଆଉ ଗୋଟେ ଶାବ୍ଦିକ ଅର୍ଥକେ ଆମେ ଟିକେ ଚିନ୍ତା କରୁ ଯେ ଏଇଟା ନବାନ୍ନ ନାଇଁ ହେଇକରି ନୂଆଖାଇ କାଁ କରି ହେଲା ଏବଂ ଏଟାର ପ୍ରାସଙ୍ଗିକତା କେନ ରହିଲା। ମାନବ ଶରୀର ଭିତରେ କେବଳ ଯେ ଅନ୍ନ ବ୍ରହ୍ମ ଜୀବନ ରକ୍ଷା କରବା ନା ବ୍ରହ୍ମରେ ଯେନ୍ ଧ୍ୱନି ଗୁଣ ଅଛି ତାର କମ୍ପନରେ ଜୀବ ରକ୍ଷା ହେବା। ଅନ୍ନରେ ଯେନ୍ତା ଆକାରରେ ଗୋଟେ କମ୍ପନ ସଂଖ୍ୟା ସୃଷ୍ଟି ହେବା ଅନ୍ଦୋଳିତ ହେବା ଶରୀର ଭିତରେ ହେନ୍ତା ନାଦ ବ୍ରହ୍ମରେ ମଧ୍ୟ ହେନ୍ତା ହଉଛି। ଯେହେତୁ ସୌଭାଗ୍ୟକ୍ରମେ ଆପଣମାନେ ଆଇସନ୍ ମୋର ନିକେ ମୋର ନିତ୍ୟ ଅଭ୍ୟାସ କଲା ସମୟରେ ମୋ ଠାନୁ ସେ ବାବଦରେ କିଛି କଥା ବି ଅଛି। ସର୍ବପ୍ରଥମରେ ଆମେ ଗୋଟେ ଚିନ୍ତା କଲୁ ଯେ ଆମର ଏନ ନୂଆଖାଇର ଅତୀତ କାଣ ଥିଲା ଆର୍ ବର୍ତ୍ତମାନ କେନ୍ତା ଭାଇଚାରା ପର୍ବ କହୁଛୁ, ଗଣପର୍ବ କହୁଛୁ, ନବାନ୍ନ କଥା କହୁଛୁ। ନବାନ୍ନ କହିଲେ ମହାଲକ୍ଷ୍ମୀ ଜଗନ୍ନାଥଙ୍କୁ ଆମେ ଧରି ଆଣୁଛୁ। କିନ୍ତୁ ସବୁଥିରେ ବଡ଼ ଦୁଃଖଦାୟକ ଘଟଣାଟେ ହେଲାନ ଯେ ଇ ଭାଇଚାରା ବୋଲୁଛୁ କିନ୍ତୁ ଭାଇ ଭାଇ ଏକ ନାହିଁ। ଗ୍ରାମାଞ୍ଚଳରେ ଏକ ନାହିଁ, ଗ୍ରାମ ଗ୍ରାମ ଭିତରେ ସମ୍ପର୍କ ନାହିଁ, ସହର ସହର ଭିତରେ ବିଦ୍ୟୁତ୍ ସୃଷ୍ଟି ହେଇଯାଇଛି। ଦେଖାଣିଆ ଭିତରକେ କେବଳ ମାତ୍ର ଗୋଟେ ମଞ୍ଚରେ ଆମେ ଢୋଲ ପିଟୁଛୁ ଯେ ଆମେ ନୂଆଖାଇ ଭେଟ କରୁଛୁ ନାଇଁ କହିକିରି ନୂଆଖାଇ ଭେଟ ତାର ଘାଟ କରୁଛୁ ବୋଲିକିରି ଗୋଟେ ଶବ୍ଦଟେ ବ୍ୟବହାର କରୁଛୁ। କେହି ଭୁଲ ବୁଝିବେ ନାହିଁ। ସତ୍ୟ ଯାହା ବି ସେ କଥାଟା କହିବାକୁ ଯାଉଛି। ଗୋଟେ ଲୋକ କଥା ଭିତରେ ଅଛେ ଯେ ଆମର କୋଶଳାଞ୍ଚଳ ଭିତରେ ଗୋଟେ ବିହନ ଛିଡ଼ା ଯାତ୍ରା ହେସି। ସବୁଥିରେ ବଡ଼ ମୁଖ୍ୟ କଥା ହେଲା ସେ ବିହନ ଛିଡ଼ା ଯାତ୍ରା କାଣା ସେନର ଯେ ଦେବତା ହଉଛନ୍ ସେ ଶିବ, କିନ୍ତୁ ତାଙ୍କୁ ନାମକରଣ କରାଯାଇଛେ କାଣା ଗୁରୁ ବୁଢ଼ା। ଗୁରୁ ବୁଢ଼ା ବିହନ ଦେବେ। ସେ ବିହନ ଆଣିକିରି ଆମେ ଏନ ବୋପନ କରମା ଏବଂ ଅନ୍ନ ତାକେ ଆଣିକିରି ଆମେ ସୃଷ୍ଟି କରାମା ଏବଂ ନୂଆ କରି ଖାଏମା। ଏ ନୂଆଖାଇ କଥାରେ କେନ୍ତେ କେତେ ଦେଖୁନ୍ କେତେ ସୁନ୍ଦର କଥା ଦେଇଛି। ଯଦି ଖାଇବାରଟା ଆମେ ଖାଇବା ତ ଖାଇବାର ଧାଇଁଛୁ। ନୂଆଖାଇ ବୋଲେ ଖାଇବାରଟା ଆମେ ଅନେକ ଜାଗାରେ ସଭା ସମିତିରେ ମଧ୍ୟ ସମସ୍ତେ କହିଛେ ଯଦି ନୂଆଖାଇ ଖାଇବାରଟା ମୋଟ ଖାଇକି ଖାଇପାରମା କାଁ ମୋଟ ଖାଇଲି ବି ତ ଖାଇ ଲାଗି ଯୋଉଟା ଖାଇଲେ ବି ତ ଖାଇ ଲାଗି ଖାଇପାରମା କାଁ। ସବୁଥିରେ ଶବ୍ଦାର୍ଥ ବା ଅନୁବାଦ କରିକିରି କୌଣସି ସଂସ୍କୃତିକୁ ବଞ୍ଚାଇ ନେଇପାରୁ। ଆମେ ସଂସ୍କୃତିରେ ତାର ନିଜସ୍ୱ ଶବ୍ଦକେ ଆମେ ତାର ଶବ୍ଦାର୍ଥ ଜାଣିବାକୁ ପଡ଼ବା। ସେ ବିହନ ଭିତରୁ ପ୍ରକାର ଭେଦ ଆମେ ଜାଣିଛୁ ଏଇଟା କାଁ ଧାନ ହେ, ଏଇଟା କାଁ ଚାଉଳ ହେବା, ଏଥିରେ କେନ୍ତାକେ ଖାଏମା। ତ ଏତେ କଥା ଭିତରେ ଯେନ୍ ଲୋକଗାଥା ଲୋକ କଥା ଭିତରେ ଯେନ୍ ଅଛେ ସେ ଗୁରୁ ବୁଢ଼ା ବିହନ ଦେଲେ ପାଇଲେ କେନ
ତାକୁ ପଚରା ଯାଇଥିଲା। କିଏ ପଚାରିଥିଲେ? ନା ସୁନାଦେଇ ନାମ୍ନୀ ଜଣେ ଦେବୀ ପଚାରିଥିଲେ ଯେ ଆପଣ ଯେନ୍ ଦଉଛନ୍ ଏଇଟା କେନ ପାଇଲେ ଯେ ଦେଲେ। ତାର ଉତ୍ତରଟା ହେଲା ଯାହା ଖାଉ ନା କାହିଁକି ଅନ୍ୟ ଦିଗରେ ଇନର ଆଦି ମଣିଷ ମାଂସ ହିଁ ଭକ୍ଷଣ କରୁଥିଲା। କେତେବେଳେ ଶିକାର ତାକେ ଖାଇଦିଏ, ସେ କେତେବେଳେ ଶିକାର କରି ଖାଏ। ନୂତନ ଭାବରେ ଅନ୍ନ ଆଗ ତାପରେ ଫଳମୂଳ ଖାଇଲା, ବନଜାତ ଦ୍ରବ୍ୟର ଯାହା କାକେର କୁନ୍ଦୁରୁ ଯାହା ମିଳିଲା ଖାଇଲା। ତାପରେ ନିତ୍ୟ ନୈମିତ୍ତ ଗୋଟେ ସୁବ୍ୟବସ୍ଥିତ କରବାର୍ ଲାଗି ପ୍ରାର୍ଥନା କରିছে ସେ। ଇ ପ୍ରଥମରେ ଯେ ମର୍ତ୍ତ୍ୟମଣ୍ଡଳ ଲୋକ ଥିଲେ ସେମାନେ ତଣ୍ଡୁ ବୋଲା ଯାଉଥିଲା, ତାକୁ ତଣ୍ଡୁ ଜାତୀୟ ବୋଲାଉଥିଲା, ଯେଥିରୁ କି ତାଣ୍ଡବ ନାଚ ଜନ୍ମ ନେଇଛି। ସେଟା ବି ସମ୍ପର୍କ ଏଇ ଧାନ ସାଙ୍ଗେ ଇ ତାଣ୍ଡବ ନୃତ୍ୟର ବି ସମ୍ପର୍କ ଅଛି। ଇ ଯେନ୍ ଲୋକ କଥା ଭିତରେ ଯେନ୍ ଆମେ ଯେନ୍ ସେ ଦେଲା ଧାନ ଆର୍ ଆମେ ଦେଲୁ ଇନ, ତେବେ ଗୋଟେ ପ୍ରଶ୍ନ ଆମେ ସମାଧାନ କରିବାକୁ ପଡ଼ବା ଯେ ତାର ନା ଧାନ କାଁ କରି ହେଲା ଏବଂ ସର୍ବଭାରତୀୟ ସ୍ତରରେ ଧାନ ହିଁ ବୋଲୁଛ, ଅନ୍ୟ କିଛି ନାଇଁ କହ। সেটা না অনগা হইপারে, কিন্তু ধান কাঁ করে ধনর ধান কি ধনির ধান কেন এটার না ধান হেলা যে আমি সেটাকে আনিকে নুয়া খাইমা, তারপরে ফের গোটে সরিয়া ধান খাইমা, ভুজো মাসে খাইমা। কেতে তাৎপর্য সম্পর্ক আছে। ই সবু যাকরকে মেনটেন করবার লাগি, এই বিষয়বস্তুকে জানবার লাগি ইতার সাঙ্গে আমার যেন আদি দেবতা শিব এবং জগন্নাথঙ্কর পূর্ব যে জগন্তর পূর্ব যে হচ্ছে জগত, তাঁকর ভৌণীর নাম হচ্ছে সোনাদেই। ই যে গোটে চক্রটে ইন আছে, ধার্মিক চক্রটে। ই আদি চক্র ভিতরে আমি প্রবেশ করি সে ভূমির আমি আনুছু। পয়লা হেলা অষাঢ়, আষাঢ় নুহে অষাঢ়, সেটা অষাঢ়ের কারণ হচ্ছে অসরম যে ত্যাগ করিকি জমিকে প্রবেশ করব এবং সবকিছু সে গাড়ে পকাই দেব। তারপরে শ্রাবণ যাহা বি থিবা লটা বছা বিহন করা চঞ্চলা থি যেনটা থিবা সেটা শ্রাবণ সরিଯିବାନ। তারপরে যেটা হচ্ছে বুধ, ভূমি দেবতা। আমার ইয়ারে দেবতা ମାନଙ୍କ দো বলছু, কোনা দো বুড়া দো, আমি দো বলছু। এই ভূমিকে চিন্তা করে কুহাইছে এটার নাম হচ্ছে ভূদ। ভূত মাসর ঋষি পঞ্চমী আমার নহ, ঋষি মুনি আদি পরম্পরা পরে পরে যেন ধর্মাবলম্বী লোক আইছন সে কথা ବି ଯଦି ଆଲୋଚନା କରାଯାଏ ବୋଲେ ସେଥିରେ ତାଙ୍କର ସ୍ୱାର୍ଥ କେନ୍ତା ନିହିତ ଅଛେ ଦେଖୁନ୍। ଆମେ ଏଛେନ୍ କାଣା କହୁଛୁ ନୂଆ ଜିନିଷଟି ମଣିଷ ନୁହେଁ ଏକଲା, ସମସ୍ତ ଜୀବ ଏବଂ ଜଳ ଉଭୟ ବଞ୍ଚବାର ଲାଗି ଗୋଟେ ନୂତନ ଜୀବନଧାରା ସଞ୍ଚାରଣ କରବାର ଲାଗି ଗୋଟେ ବୀଜଟେ ଈଶ୍ୱର ସୃଷ୍ଟି କରିଦେଲେ। କେନ ବାଘର ମୂଳେ ଥିଲା সেই তৃণভোজী শিকার করিকি যেন সে বনরু যেন সংগৃহীত তার কানে লাগি তার দুইটা বীজ, সে বীজ ইনকে আসলা। প্রশ্ন উঠুছে মাংস, মাংসরু জঙ্গলজাত ফল, ফলরু নিত্য নৈমিত্য চাষ করে অভাব নেই রহবা জীব জগৎ দুহে সৃষ্টিরে বଞ୍ଚি রহবে বলে গোটে সুন্দর ব্যবস্থিত কল্পনা ইন আদি ମାନବ ମାନଙ୍କର ଆରମ୍ଭ ହେଲା। ଯେନ୍ଟାକି ଆମେ ନୂଆ କେବେ ହେଇନେଇଥାଇ, ବୀଜ ସନ୍ଦ ନାହିଁ, ଚାଷ କରା ନେଇ ଯାଉଥି। ସବୁଥିରୁ ବଡ଼ କଥା ହେଲା ଇ ତଥ୍ୟ ଯେତିକି ଯା ଅଛି ସମସ୍ତେ ଆମେ ଜାଣିଛୁ ଯେ ଆର୍ଯ୍ୟାବର୍ତ ଭାରତବର୍ଷ ବୋଲି ନୁହେଁ। ଆର୍ଯ୍ୟାବର୍ତ ଭାରତବର୍ଷ ପୂର୍ବରୁ ଭାରତର ନାଁ ଆର୍ ଗୋଟେ ଥିଲା, ତାକେ ଆମେ କୈମୁର ବା ବାୟୁର ବୋଲୁଛୁ, ଗୁଫା ପୁତ୍ର ମାନଙ୍କର ଦେଶ। ଅତଏବ ଯେନ୍ମାନେ ଏଇ ଗୁଫା ମାନଙ୍କୁ ରହୁଥିଲେ, ଖୋଲ ଯାହାକେ ବୋଲୁଛୁ ଆମର ଭାଷାରେ, ସେମାନେ ଯେତେବେଳେ ସମତଳକେ ଆସିଛନ୍ ସେତେବେଳେ କୃଷି କର୍ମ ଆରମ୍ଭ କରିଛନ୍। ସେ ବୀଜରୁ ସେ ଯେନ୍ ବିହନ ଛେନା ଯାତ୍ରା ଠାନୁ ଯେନ୍ ବୀଜ ମାନେ ଜନ୍ମ ନେଲେ ସେଟା ଗୋଟେ କାହାଣୀ ଅଛେ, ଲମ୍ବା ହେବା, ଅତୁକରି ମୁଇଁ ସେଟାକେ ନାଇଁ ଯିବା। କାରଣ କେନ୍ତା କରି ଯେନ୍ଟାକି ଭୀମ ଡୁଗୁରି ବୋଲୁଛନ୍, କେତେ ଅପଭ୍ରଂଶ କରାହେଇଛେ। ସେଟା ହচ্ছে ଭୀମା ଡୁଗୁରି, ସେ ହচ্ছে କୃଷି ଇଞ୍ଜିନିୟର। তার তলে সমতল জমিকে চাষ করবে, সে চাষ নাই হুয়ে উড়াই দেবে, ইত্যাদি ইত্যাদি অনেক কথা সে ভিতরে আছে। ইটার মোর কহবার অর্থ হেলা
যে ভূমি কর্ষণ, ধর্ষণ এবং কম্পন এই তিনটা শব্দর সমিশ্রণ গোটে কୃଷିକର୍ମ ହେବା। ଇ ଯେନ୍ ତିନିଟା ଧାରାକେ ନେଇକିରି ଆମର ମଧ୍ୟ ମାନବୀୟ ସଭ୍ୟତା ଇନୁ ସଂସ୍କାର ଆରମ୍ଭ ହେଲା। ଇ ଅନ୍ନ ଭକ୍ଷଣ ଯେତେବେଳେ ଏଇଟା ଯେତେବେଳେ ଟୁଣେ ପକାଲେ ନୂଆ ବୀଜ ଖାଇଲେ ନୁହେଁ, ଦେଲେ ଆର୍ ପାଇଲେ। ପାଇ ସାରିଲା ପରେ ଖାଇ ଅର୍ଥ ହେଲା ଡୁଲି ତିଆରି କରବାର ଭିତରେ ଯେନ୍ ଖାଲ ଭିତରେ ପ୍ରତିଧ୍ୱନି, ଧ୍ୱନି ଯଦି ପ୍ରତିଧ୍ୱନି ବା ତରଙ୍ଗିତ ହୁଏ ସେନ ଚାଷ ହେବାର ସମ୍ଭାବନା ଅଛି। ଯଦି କମ୍ପନ ନାହିଁ, ସୃଷ୍ଟିର କଳ୍ପନା ନେଇ କରା ତାହେଲେ ତ ଧାନ ହେବା କେମିତି? ଅତএব এই কম্পনকে মেনটেন করবার যেন খাল জন্ম ହେଲା সেটা হচ্ছে খাই। নূয়া ভাବରେ কৃষিকর্ম করবার যেন খাল জন্ম କରାଗଲା ସେ ଖାଲ ଭିତରେ ହେଇଥିବାର ଅନ୍ନ ବା ବୀଜ ସେଟା ଆମେ ଶରୀରକେ ନେଇକିରି ଆମେ ମଧ୍ୟ ପ୍ରତିକମ୍ପନ ଆମର ଭିତରେ ସୃଷ୍ଟି ହେଇଛି। ଇ ଏଡ଼େ ବଡ଼ ମହାନ ତିହାରକେ ସ୍ମରଣ କରବାର ଲାଗି ଏବଂ ଆମର ଭିତରେ ସମସ୍ତ ତ ବଡ଼ ପ୍ରଶ୍ନ ହେଲା ଆପଣ ମଣିଷ ବୋଲି କିଏ କହିଲେ? ମଣିଷ ବୋଲି କେন ଗୋଟେ ଜାତି ଅଛି କେ? ବାଘକୁ ପଚାରି ଯାଇଛି କେବେ ଯେ ତୁଇ ବାଘ ତୋର ନା ବାଘ କେମିତି କରି ହେଲା ବୋଲି ତ ଆମେ କେମିତି ଜାଣୁ ସେ ଆମ ମଣିଷ ହେଲୁ ବୋଲି? ଅତଏବ ନୁହେଁ। ଜୀବମାନଙ୍କର ଭିତରେ ଜଳ ସ୍ଥଳ, ସ୍ଥଳଚଳ, ଆକାଶରେ ଯେନ୍ମାନେ ରହୁଛନ୍ତି ସେମାନଙ୍କ ଗୋଟେ ଜୀବ। ଇଟା ଇମାନଙ୍କର ଜୀବ ନିର୍ଣ୍ଣୟ କରାଯାଇଥାଏ। ତାହେଲେ ଆମେ ଯଦି ମାଟିରେ ରହୁଛୁ ବୋଲେ ଆମେ ପଶୁବା। ଆମେ ଆମର ବୁଦ୍ଧି ବଳରେ ଭଗବାନ ଆମକୁ ଗୋଟେ ନୂଆ କଥା ଦେଲେ, ଆମର ଆଜ୍ଞା ଚକ୍ର, ଆମର ବୁଦ୍ଧି ବିବେକ ଅଛି। ଅତଏବ କରି ଆମେ ଗୋଷ୍ଠୀବଦ୍ଧ ଭାବରେ ଗୋଟେ ନାମକରଣ କରୁ ଏବଂ ଅନ୍ୟମାନଙ୍କୁ ଆମେ ବିଭାଗୀକରଣ କରିଦେଉ। କିନ୍ତୁ ନୂଆଖାଇ ବୁଝୁଛି ପଶୁ ପକ୍ଷୀ କେହି ପର ନୁହଁ। ତାଙ୍କୁ ନେଇକିରି ଖେତେ ଦେଇକିରି ଆଣ। ତମେ ଯେନ୍ ଆଣିଲ ଚୋରି କରି ଆଣିଲ, ପାଣି ବି ଚୋରେଇକିରି ଆଣିବ। ପଞ୍ଚଭୂତର ଆରାଧନା କେନ୍ତାକେ ରେସି ପାଣି ଚୋରିକିରି ଆଣିବ। ତମର ପାଣି ନୁହେଁ ତିଆରି କରି ନେବାର ପାଣି। ହେନ୍ତା ଧାନ ଆଣିବ, ତାକେ ଚୂରା କୁଡ଼ା କରବ। ଘିଅରେ ଭାଜି ନେଇପାର, ରାନ୍ଧି ନେଇପାର, କିଛି ମନା। ସବୁ ଠେସି ଦେବ ଏବଂ ଗୁଡ଼ ସେଇ ମାଟିରେ ଜନ୍ମ ହେବାର। ସେଟା ବଣଜାତ ସେଟା ତ ଆମର ନୁହେଁ, କ୍ଷେତ୍ର ତ ପଚା ହେଇଛି। ଇ ସବୁ ଯାକକେ ମିଶ୍ରଣ କରିକି ସେଟାକେ ଫେର୍ ସେନ ଦେଲେ ମାଟିରେ ଯାହା ପଡ଼ିଲା ସେନ ପାଇଲେ କୀଟ ପତଙ୍ଗ ପକ୍ଷୀ ଯାହା ଅଛନ୍ତି ସେମାନେ ବେଟିକିରି ଖାଇବେ। ବୃକ୍ଷରେ ଯାହା ଦୁଗ୍ଧ ଅଂଶର ଦିଆଗଲା ସେଥିରେ ମଧ୍ୟ ସାରା ଅଂଶ ତାଙ୍କୁ ଦିଆଗଲା। ଘର ଲିପା ପୋଛା ଗଲା ବୋଲେ ବାକି ବର୍ଷା ଦିନ ଆମେ ଜୀବଜନ୍ତୁକୁ ତାଙ୍କୁ ଖସରାବାର ଲାଗି ନିର୍ଦ୍ଦେଶ କରି ଦିଆଗଲା। ଏବଂ ଆମେ ଶୁଦ୍ଧ ପୂତ ଭାବରେ ଆମେ ନୂଆଟେ ଲଗାନା ମହାପ୍ରଭୁ ନୂଆ ନୂଆ ଲଗାବାର ଅଛି ବୋଲି ଲଗନ ଫୁଟଲା ନୂଆ ଖିଆ ନାଇଁ ଥାଇ ଆମ এটা নূଆখাই কেন করে আরম্ভ হলা? ହଁ ଦେଖୁନି ନୂଆ ଖାଇବାର ଲାଗି ବଡ଼ଟେ କଥା ହଉଛି ଆଜିକାଲି କାଙ୍କରି ଆମର ଭିତରେ ଇ ବ୍ୟବସ୍ଥିତ ହେଇକି ନ ରହିପାରବା। ଆଧୁନିକ ସଭ୍ୟତା ଦାୟୀ ନା ଶିକ୍ଷା ଦୀକ୍ଷା ଦାୟୀ ନା ସହରୀକରଣ ହେବା ଦ୍ୱାରା ଦାୟୀ ନା ଆଧୁନିକ ବୈଜ୍ଞାନିକ ଦୃଷ୍ଟିକୋଣରୁ ଦାୟୀ। তো এটা তো কহিলে আজ্ঞা নূଆখাই কেন করে আরম্ভ হলা, কিন্তু দর্শক ମାନଙ୍କୁ কহন যে নূଆখাই কেবରୁ ଆରମ୍ଭ ହେଲା ଟିକେ ସେ ବିଷୟରେ କହନ। ମୁଇଁ ଆପଣଙ୍କୁ ଟିକେ ଆଗରେ ସୂଚନା ଦେଇଦେଲି ଯେ ଆର୍ଯ୍ୟାବର୍ତ ଭାରତବର୍ଷ ନାମକରଣ ହେବାର ପୂର୍ବରୁ ଆପଣ ସମସ୍ତେ ଇତିହାସ ଜାଣିଛନ୍ ଦ୍ରାବିଡ଼ ମାନେ ପହଲା ଆଇଲେ ତାରପରେ ଯାଇକରି ଆର୍ଯ୍ୟମାନେ ଆଇଲେ। ଆର୍ଯ୍ୟମାନେ ଆସୁନ୍ ବା ସଂସ୍କାରିତ ହେଇକରି ସେଇମାନେ ଆର୍ଯ୍ୟ ରୂପରେ ଧାରଣ କରୁ ସେ ଯାହା କହିବ ଆମର ସେଥିରେ ପ୍ରତିବାଦକେ ଯିବାର ନାଇଁନ। କିନ୍ତୁ ତାର ଆଗରୁ ଯେନ୍ ତଣ୍ଡୁ ବୋଲିକିରି ଯେନ୍ ଜାତି ଥିଲେ ଆଦିମାନବ ମାନେ ସେମାନଙ୍କର ପ୍ରଥମରେ ସେମାନେ ଯେନ୍ ମାଂସରୁ ଫଳରୁ ଯେନ୍ ବୀଜ ଆସିଲା ସେଇ ଦିନରୁ ନୂଆଖାଇ ହେଇଛି। ମାନେ ପ୍ରସ୍ତର ଯୁଗର ମଧ୍ୟଭାଗରୁ ନୂଆନ୍ନର ଆରମ୍ଭ ହେଲାନ। କିନ୍ତୁ ନୂଆଖାଇ ପର୍ବ ବୋଲି ଯେନ୍ କଥାଟା ଆପଣମାନେ ଆବେ ନାଁରେ ଯୋଡ଼ିଲେ ସେଟା ନୂଆଖାଇ ସିମ୍ପଲ ପର୍ବ ଫର୍ବ ନାଇଁ ଥାଇ। ଯେତେବେଳେ ସ୍ୱରବର୍ଣ୍ଣର ବ୍ୟଞ୍ଜନ ବର୍ଣ୍ଣ ଆଇଛ ବ୍ୟଞ୍ଜନ ବର୍ଣ୍ଣ ପରେ ହେଟା ହେନ ଜାନି আর যাত্রা এই জুড়ে ছড়া আমার আর কিছু নেই। এই নূଆখাই পর্বটা কারণ আমার পশ্চিম ওড়িশার আরম্ভ হয় সম্পূর্ণ ভাবে
କାରଣ ଏପରି ଆପଣ ମୋତେ ଇନର ଗୋଟେ ଆହୁରି ବଡ଼ ବିରାଟ ଇତିହାସ ଏଇଟା ଅଛି। ବଲାଙ୍ଗୀର ସମସ୍ତେ ବର୍ତ୍ତମାନ ପାଟଣେଶ୍ୱରୀ ପ୍ରମାଣ କରିପାରିବେ ପାଟଣେଶ୍ୱରୀ, କିନ୍ତୁ ତାର ନାଁ হচ্ছে ପାଟଣେଶ୍ୱରୀ। କେନ୍ତା କରି ପାଟଣେଶ୍ୱରୀ? ଇନ 48ଟା ପାଟ ଅଛି। ଶିକେର ପାଟ, ଛେଲିଆ ପାଟ, ଚନ୍ଦେଇ ପାଟ, ସବୁ ପାଟରେ ଗୋଟେ ଗୋଟେ ଦେବତା ଅଛ। କେନ୍ ଅଛନ୍ ସେନା ପାଟ ବୋଲେ କାଣା? ପର୍ବତ। ମୁଁ ପ୍ରସ୍ତଜୀବର କଥା କହିଲି, ଖୋର୍ର କଥା କହିଲି, କାହିଁକି ସେ ଠୁରୁ ସମତଳକୁ ଆଇଛନ୍। আর সে সমতল ভিতরে কাଣା দেশন? বলি দেশ। সেতবে তো মাংস ছিল আর তো দুথরা কথা ছিল কাଣା যেতে, কিন্তু পরবর্তী অধ্যায়ে যেটা নুয়াখিয়া কথা ହେଲା জং সূর্য যাত্রাকে দেখবে চলো। তো সেই যেন ধারা প্রভাবিত ହେଲା, তারপরে ধীরে ধীরে নগর বসত হয়ে সারা পরে প্রস্তর যুগটা যেতবে সম্পূর্ণ ভাবে যুগ নির্ণয় আদি যুগ ହେଲା, সত্য যুগ ହେଲା, নূতন প্রস্তর যুগ পর্যন্ত পৌঁছলা। ফের তারপরে যেন বৈদিক যুগ আরম্ভ ହେଲା, বৈদিক যুগর এই নামকরণ আরম্ভ পাইলা। তেণু এটা আদি পর্ব, আদিবাসী মানকর পর্ব, আমার পর্ব এটা নুহে। আমি যেন মানে কହୁଛୁ ନୂଆଖାଇ ଉପରେ ଖୁସି ହଉଛୁ, ସେମାନେ କେଡ଼େ ଚାଲାକ ଦେଖ। ସେମାନେ ଦଶହରାରେ ଅଧା ଖାଇବେ ଏବଂ ଦୀପାବଳିରେ ଅଧା ଖାଇବେ। যে সংগ্রহ করবা, যে চাষ কলা সে হেলা চাষী ভিত্তিক পর্ব নূয়াখাই। তারপরে গুটে আইবা সংগ্রহ যেন মানে করবে, খেতু আনবে, সেমানে খাইবে দশরারে, তার ঘরকে পরটা আনবে। আর বেপারী বিজনেস করি যাহাটা খেতু করে করে ঘরকে দুয়ারি আনবে, সেমানে খাইবে দশরাতে। সেটা বিক্রি বটা করে যেন মানে সংরক্ষণ করবে, স্টোরেজ করবে, সেমানে খাইবে দীপাবলিরে। ইনো অনুমান করুন যে এই 3টা মাস ভোদো, দশরা আর কার্তিক, এই 3 মাসে তার নামকরণকে যদি বাদ করতে বলে জানবে এটা বোধো মুই ভূমির পাইছে, ভূমিকে মরিয়া মাইলি, তাহারু আবার দশরা, দশা আর দশরা মোর দশা হরণ হবা বলে যেন চিন্তা করে দান্দুরা সলখানে জিগরি, সার দ্বারা সম্পূর্ণ মারলে জিগরি, তার অঙ্কা দ্বারা আনলে জিগরি, তার হল মাগলে জিগরি, এতকে দিয়া নিয়া গোটে পর্ব জিগরি তঙ্গুরা হবা। এটা তো বিরাট গোটে সামাজিক ব্যবস্থা ভিতরে আমি যাচ্ছু, কাহাকে এটা কহবার নেন। ইন কথা হচ্ছে আউ জনে মানবকু আউ জনে মানব কেন্তা করে দবাইকি রাখবার চেষ্টা করছে এই বিধি ব্যবস্থা ভিতরে আমি এগুলো শর্ত হচ্ছ। কিন্তু আমার ভাইচারা পর্বর যেন বিধি ব্যবস্থার ଆମେ ତୁଚ୍ଛ କରିଦେଇକିରି ଅଜ୍ଞାନ କରିଦେବା ଦ୍ୱାରା ବର୍ତ୍ତମାନ କେବଳ ସୀମିତ ରହିଗଲା ଗୋଟେ ମଞ୍ଚରେ। ତାକେ ଆମେ ନାଁ ଦେଇଦେଲା ନୂଆଖାଇ ଭେଟ ଆର୍ ଘାଟ। ଆଜ୍ଞା ଆପଣ ତ ମାନେ 50 ବର୍ଷ ଆଗରୁ ଆପଣ ନୂଆଖାଇ ଦେଖିଥିବେ, ଆର୍ ଇହାଦେ ଯେନ୍ ନୂଆଖାଇ ଅଛି ତାର ଭିତରେ କାଣା ମାନେ ଆଗରୁ ଭଲ ଥିଲା କି ଇହାଦେ ଭଲ ଅଛେ, କାଣା ମାନେ ଅନ୍ତର ରହୁଛି? ଦେଖ, ଶିକ୍ଷା ଯେତିକି ବଢ଼ିଛେ ସ୍ୱାଭିମାନ ସେତିକି ବଢ଼ିଛେ। ଶିକ୍ଷାବିତ୍ ଯେତେ ଶିକ୍ଷା କରିଛେ ସେ ଅନ୍ୟ ସମାଜକେ ମୂର୍ଖ ବୋଲି ଭାବୁଛି। ଇ ଯେନ୍ ଶିକ୍ଷାର ପ୍ରତିଯୋଗିତା, ଜ୍ଞାନର ପ୍ରତିଯୋଗିତା এই ଆଜି ନବାନ୍ନର ଅବସ୍ଥା ବା ନୂଆଖାଇର ଅବସ୍ଥା ଏଇଟା। ଅତୀତରେ ଆମେ ପିଲାଦିନେ ଦେଖୁଁ ଯେ ଶ୍ରାବଣ ମାସରେ ଫୁସୁର ଫୁସୁର ଆରମ୍ଭ ହେବା, যে দেব পুনি আয়লানো সে বেহরান কেভে করবে যে কেভে কাଣା হবা যে বেহরান বলি গোটে শব্দটি ଥିଲା, ଆମେ তাকে আଜି মতান বলুଛୁ। ସବୁ ଅନୁକରଣ ହେଇକିରି ଆମର ତାର ବେହରାନ ବାହାରିଆ ଜିନିଷ ଆଲୋଚନା ହେବାଟା ଏବଂ ସେନ ଗୋଟେ ରକମର ଭାଇଚାରାର ପହଲା ନିମ୍ ପଡ଼ବା ଯେ ମୋର ଗାଁ ମା ମାଟିର ସମସ୍ତେ ଆମେ ଏକତ୍ରିତ ହେଇକିରି କଥା ହେମା। ସେଟା ହେଉଛି ବେହରାନ। ବେହରାନ ବସିକିରି ଗାଁର ମଝିଟି ଦେତାଗୁଡ଼ି ହଉ କି ପଥେଇଗୁଡ଼ି ହଉ କି ଗାଁର ମଝିଟି ବସିକିରି ଆମେ ପ୍ରଥମରେ ଆମର ମାନଙ୍କର ଭାବ ଅଭାବର କଥା ଆମେ ଚିନ୍ତା କରୁଛୁ ନା। କିଏ ବାହାରେ ଅଛି, କିଏ ଘରେ ଅଛି, ଏସବୁ କଥା ଆମେ ଚିନ୍ତା କରୁଛୁ। আর সে চিন্তারে সমস্তঙ্কর ভাবকে অভাবকে ভাবের পূরণ করবার লাগি প্রতিশ্রুতি পাইলা পরে তারপরে লগন দেখা গোটে হউতলা। লগন দেখা পরে যাহান অভাবকে ভাবের পরিণত করবার ছিলা
যার নাই থাই তাকে দেবার ଥିଲା, যে নেই আসি পারবার তাকে প্রেরণা দেবার কথা, তার কেন্দ্রে আসি পারবার তার যোজনা করবার কথা, সে কথাটাকে এମାନେ কাঁ করছে গোটে ତିହାରି মাধ্যমে। বড় দুঃখর বিষয় যে এড়ে বড় ভাইচারার সভ্যতা এই লোক দেখাଣିয়া কথারে আমি লোপ করেদেলা সে ତିହାରି যাত্রা। ତିହାରି ଯାତ୍ରାରେ ଘରେ ଡାଲି ଚାଉଳ ମୁଣ୍ଡ ଯାହା ଅଛି, ଯାନ ଯାହା ଅଛି, କପଡ଼ା ଖଣ୍ଡେ ଧରିଲା, ଭାରଟେ ଧରିଲା ଏବଂ ଗୋଟେ ଭାର ପୁରା ପ୍ୟାକ୍ କରିକରି ଆଉ ଜଣଙ୍କର ଘରକେ ନେଇଥିଲା। ସେ ଘରୁ ପରେ ଆଉ ଜଣଙ୍କର ଘରକେ ଆଇବା, ଦିଆ ନିଆ ହେଇକରି 7-8 ଦିନ ପରେ ଯାଏ। ତାରପରେ ପାଣି ସଫା ହେବା, ଘର ସଫା ହେଇ ସାରିଲା, ପାଣି ସଫା ହେବା। ଆମେ ସମସ୍ତେ କହୁଛେ ବନ୍ଦ, ଆମରଟା କେନ ସରକାରୀଟା ବନ୍ଦ କିନ୍ତୁ ନୁହେଁ। ତାର ଆଗରୁ ପାଣି ସଫା ହେବା, ଆଣବେ ନେବେ, ମାନେ ସଭ୍ୟତା କାହାକେ କହେସନ୍? ଯେନ୍ ପଞ୍ଚଭୂତ ଆମକୁ ବଞ୍ଚେଇଛି ତାହାକେ କେନ୍ତା କରି ମେଣ୍ଟେନ୍ କରି କରିକି ଆମେ କେନ୍ତା କ୍ରମାନ୍ୱୟ ଭାବରେ ନୂଆଖାଇ ଲାଗି ପ୍ରସ୍ତୁତି ଆମର ଅଛି। ତିହାରି ଗଲା, ତାପରେ আগর দিନ ହଉଛେ ସାଇଲେଣ୍ଟ ସଂଗ୍ରହ କରି ଧାନ ଅଣାଯାଇଛେ, ରାତିରେ ନୀରବ ହେଇଯିବେ। ଯେ ଯାର ବାଟେ ଡୁକି ଡୁକି କରି ସେ ବନ୍ଧକେ ଯିବେ আর ପାଏନ୍ ଆଣିକରି ଢାପି କରି ଚୋରି କଲା ପାନି ଆଣିକରି ଦେବେ। ବ୍ରାହ୍ମ ମୁହୂର୍ତ୍ତରେ ସବୁ ଯାକ ରେଡ଼ି ହେଇଯାଇକରି ସକାଳ ସୂର୍ଯ୍ୟ ଉଦୟ ହେଲା ବେଳକେ ସମସ୍ତେ ସମସ୍ତଙ୍କର କ୍ଷେତ ପ୍ରବେଶ ହେଇଯାଇଥିବେ। ସେଟା ଆଣିବେ, ସେଟା ଆଣିଲେ ଆମର ମାନଙ୍କର ଗୋଟେ ଶ୍ଲୋକ ଅଛି, ଶ୍ରୀମନ୍ ଗଣାଧିପତେ ନମ ଲକ୍ଷ୍ମୀ ନାରାୟଣ ବେଣୁ କହିବେ କହିବେ, ତାପରେ ମାନେ ଇଷ୍ଟ ଦେବତାୟ ନମ, ଗ୍ରାମ ଦେବତାୟ ନମ କହୁଛନ୍ତି ଜାନ ହେନ୍ତା। ସେନର ଯେନ୍ ପହଲା ଭୂଦରେ ଭୂମି ପୂଜନ କରି ସାରିଲା ପରେ ଯେନ୍ ଉଚ୍ଚିଷ୍ଟ ଅନାଗଲା ତାହାକୁ ବାକି ଦେବୀମାନଙ୍କ ଠାରୁ ଲାଗବା। ଆଜିକାଲି ରକ୍ଷ ରକ୍ଷ ମହାଦେବୀ କାଁ ହନୁମାନ କାଁ କାଣା ସେ ଶ୍ଲୋକରେ ଦୀପ ଜାଳୁଛନ୍, କାଣା କାଣା କହୁଛନ୍ ସେମାନେ ଜାନ। ସେ ଯେନ୍ ଖାଇ ସାରିଲା ପରେ ଗୋଧୂଳି ଲଗ୍ନ ନେଇ ଆଇବାର ପର୍ଯ୍ୟନ୍ତ ଘରର ଲୋକକୁ ଖାଲି ମୁଡ଼ିଆ ମାରବ আর ଘରୁ ଭଟାକେ ନେଇ ବାହାରି ପାର। ଭାଲକେ ନେ ଖାଇଥିବା ତାର ମୁହଁ ଦେଖିଦେବ, ସେ ଖାଇକିରି ବାହାରବା, କିଏ ମଦ ପିଇଥିବା ଯେ କିଏ ଅଛନ୍ କି କେନ କାଣା ହେଇଗଲା କାଏ ଅତେବ କରି ଗୋଧୂଳି ଲଗ୍ନରେ ଯାଇକିରି ତମେ ଭଟାକେ ବାହାରବ। ସେଦିନ ଗ୍ରାମରେ କାଣା ସେଟା ଭେଟ, ଖାଲି ଭେଟରେ ସୀମିତ ଥିଲା। ଭେଟ ଅର୍ଥ ମୁଡ଼ିଆ। ଏବେ ବି ଆମେ ଘରେ ମାନଙ୍କୁ କହୁଛୁ ଏତେ ତୋର ଅଙ୍କା ମାନ୍ତା ଲୋକେ ଆଇଲେନ ଆ ଭେଟ ବୁଆ, ସାକ୍ଷାତ କି ଭେଟ ବୋଲିକରି ଆମର ସେ ଭାଷାରେ ଥିଲା। এই ঘাট নিতে, ঘাটটা একটা অভ্রান্ত শব্দ, দশা ঘাট, গাধুয়া ঘাট, মানে নাই কহি হুয়ে। ঘাট প্রয়োগ কেতে দূর সে বিদ্বান মানে জানবে, কিন্তু এই তিনটা তিহার বাহারে বাসি বলি বলি শব্দটি ଥିଲା। বাসি তিহার এটা বাসি শব্দ ଆମେ ସମସ୍ତେ ଜାଣିଛୁ, ଅଙ୍କ ବାସି, ଅଙ୍କ ବାସି, ବସବାସରୁ ବାସିର କଥା ହେଇଛି, ଖାଦ୍ୟରେ ମଧ୍ୟ ବାସି ଶବ୍ଦଟି ପ୍ରୟୋଗ ହେଇଛି। ସେ ବାସି ଶବ୍ଦଟା କାଣା ଏନ୍ତା କିଛିଟା ଗୁଡ଼ ଘିଅ ଲାଗଲା ଜିନିଷ, ବାସି ହେଲେ ହିଁ ମିଠା ଏବଂ ବାସି ପ୍ରେରଣ କରା ବନ୍ଧୁବାନ୍ଧବଙ୍କୁ ପଠାବାର ଆମର ଗୋଟେ ବିଧି ବ୍ୟବସ୍ଥା ଭିତରେ, ପ୍ରଥା ଭିତରେ ଅଛି। ସେଟା ଜଗନ୍ନାଥଙ୍କ ପ୍ରସାଦ ବି ଆଜିକାଲି ଆଧୁନିକ ଯୁଗରେ ହଉ କି ଆଧ୍ୟାତ୍ମିକ ପରମ୍ପରା ହଉ, ଆମର ପିଢ଼ା ପୁରୁଣା ଜମାନା ବି ପିଠାପଣା କରିକରି ବାସି ତିଆସି କରି ପଠାମା। ତିଆସି ଗୋଟେ ଶବ୍ଦ ଅଲଗା ଅଛି। ବାସି ଦିନ କାଣା କରାଯିବା, ସେ କ୍ଷେତରେ ଖାଲ ଟୁପି ହେଇଗଲା ଗୋଟେ ମୃଦୁ କମ୍ପନ ଲାଗି ଗାଁ ଦାଣ୍ଡରେ କୀର୍ତ୍ତନ ମୃଦୁ। ଦଶରା ମାସେ ଢୋଲ ବାଜବା, আর ভূত মাসে বজেনি পারো, ভূত মাসে খালি বান্দর বাজবা, মৃদুঙ্গ বাজি পারবা। তার কারণ হচ্ছে ইন তরঙ্গ বাদ্য দরকার, ভূমিকম্পন নাই হয়ে পানি জমি গলান, কেতে বৈজ্ঞানিক ব্যবস্থা হয়েছে। আর সেতবেলে গাঁরে বসিকি হরিকথা কীর্তন টিকে করব, আর জোরে জোরে নাচি নাচিকি পিলা ছুয়া মানে নাচবে, কেলি বাড়ি খেলব, খুমতা খেলবে, যেটাকে মাটিকে খুদি হেবা, মাটি সাথে সম্পর্কিত খেল মানে সেটা খেলা হেবা, সেটা হচ্ছে বাসি। ই মচান গাড়ি করি ই কাঁ গানা বাজানা কানা ড্রেসিং পেন্টিং এতে ফুল কেন পাইল বজা নিশান্ত দেবী নেই আইবার তার, এটা তো ভূদেবীর কথা উঠুছে।
ଶକ୍ତି ସ୍ୱରୂପ ଆଇବାର୍ ନାଇଁ ତାଲ୍ ତମେ ଢୋଲ ଆଣିଲ କେନ୍ତା କାରଣ ଯେନ୍ ଢୋଲ ତମେ ବଜାବାର୍ ଲାଗି ଭାବୁଛ ତମେ କହୁଛ ତମର ବୈଦିକ ପରମ୍ପରାର ଭିତରେ କହିଛେ ଯେ ଦେବୀ ଯେତେବେଳେ ବିଶ୍ରାମ ନେସି ତାକେ ପହୁଡ଼ ବର୍ଷ ଏବଂ ପହୁଡ଼ ପରେ ଢୁଲେ ଯାସି ঢোল উপরে ହିଁ ଦେବୀ ଯଦି ପହୁଡ଼ି ଯାଉଛେ ତମେ ସେ ତାକେ ଆଗମନ ନାଇଁ ହେବାର ପୂର୍ବରୁ ସେ ଶୁଇଛେ ତାକେ ଢୋଲକେ କେନ୍ତାରେ ଉଠେଇ ଆଣଲ ତମେ ଗୋଟେ କଥା କହୁଛ ଗୋଟେ କଥା କରୁଛ ଆମେ ନା ବୁଝିପାରବା ଇ ଯେନ୍ ଆଧୁନିକ ସଭ୍ୟତାରେ ବର୍ତ୍ତମାନ ଆଇଛେ ଇତାର ଦ୍ୱାରା ବହୁତ ଦ୍ୱନ୍ଦ୍ୱ ସୃଷ୍ଟି ହେଇଯାଇଛି ଅଞ୍ଚଳ ଅଞ୍ଚଳ ଭିତରେ ବିରୋଧାଭାସ ହେଇଛି ବିଭିନ୍ନ ସଂଗଠନ ମାନେ ବାହାରି ପଡ଼ିଲେନ ଏବଂ ନିଜର ଜ୍ଞାନ ଗାରିମାକେ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ବିଭିନ୍ନ ସଂସ୍ଥାମାନେ ଗଢ଼ିଦେଲେନ ଏବଂ ସେ ସଂସ୍ଥାମାନଙ୍କୁ ଗୁରୁଜନମାନଙ୍କୁ ବାଦ ଦେଇକରି ବାକି ସମସ୍ତଙ୍କୁ ଯୌବନ ପିଲା ଛୁଆ ଧରିକରି ଭୋଜି ଭାତି ଗୋଟେ ମଜା ମଜଲିସ୍ ଗୋଟେ କରିକରି ସେଟା ଧରି ଆଣିଲେନ ନୂଆ ନୂଆ ବୋଇଲେ ପ୍ରତିବର୍ଷ ହେଉଛି ସେଥିରେ ବଡ଼ ଶବ୍ଦଟେ କୁହାଯାଇଛି ଜି ଜାଗିଥିଲେ ବଛରେ କେଡ଼େ ଶବ୍ଦ ଅଛେ ଜିଇବାର ଶସ୍ୟ ଜିଇବାର ମୁଇଁ ଜିଇମି ଜାଗିଥିଲେ ଏ ବୃକ୍ଷ ବନ ଲତା ପର୍ବତ ଯଦି ସମସ୍ତେ ଜୀବନ୍ତ ଅବସ୍ଥାରେ ଥିଲେ ଆର ବର୍ଷକେ ଫେର୍ ଦେଖା ହେବା କେଡ଼େ ବଡ଼ କଥାଟେ ସେଟା ମେସେଜ ଦେଉଛି ମନ ଇଚ୍ଛା ଆମେ ତାକେ ଭାଷାନ୍ତର କରିକିରି ନବାନ୍ନ ଭକ୍ଷଣ କରିଦେଲୁନ ନୂଆଖାଇ ଭେଟ ଘାଟ ବି କରିଦେଲୁନ ଆର୍ ସମସ୍ତେ କାଣା କାଣା করবে যে ভগবান জানে ভাইচারা গণপর্ব কেতে শব্দ প্রয়োগ হয়ে গলান যাহাকে যেনটা কহি জানলা সে কহিদেলা আর ধীরে ধীরে নূয়াখাই শব্দটিক লোপ হেতে যাচ্ছে এবং ইতার যেন মার্মিক তথ্য যেতবেলে আহার নাই থাই শেষ সময়ের যেন প্রথম অন্ন এবং মଣିষ অন্ন দ্বারা কেনটা করি স্পন্দন শক্তি বিস্তারিত হয়ে জানবার লাগি যেন বিজ্ঞানকে প্রয়োগ করেছিল সেতবেলে ভাষা সাহিত্য সংস্কৃতির কিছু নেই ছিল বেলে সে মনুষ্যকে প্রণাম করাবার দিবস এটা আর এটা এনতা নাচা গীতা ভাই এনতা ডেগা ডুগি বাস্তব প্রকারর হাজার হাজার টঙ্কা লক্ষ লক্ষ টঙ্কা খরচা করি আরে এতকি যেতকি টঙ্কা খরচা হচ্ছে সেটা বেহেরান করছি কেন দাদন যাইতিতে অতএব করি বিদ্বেষ নুহে এটা যদিও আমি আরম্ভ আমার মাটিরে হয়েছে বঞ্চবার কৌশল আমার ঠানো সৃষ্টি হয়েছিল বলিকি এই অঞ্চলকে আমি কৌশল বলিকি বলুছু সে রামচন্দ্র আবার পূর্ব কারণ মনুষ্য নেই থাই না রামচন্দ্র মা নেই আবার আগর কারণ এই দেশের লোক নেই থাই নিশ্চয় ଥିଲେ অতএব করে এই সব জুড়া জুড়ি যে যা করছে করু কিন্তু কৌশল সভ্যতা কহুছে ମୁଁ ବଞ୍ଚିବି ନୁହେଁ ମୁଁ ବଞ୍ଚିବି ଜଗତ ମଧ୍ୟ ବଞ୍ଚିବ ଅତଏବ କରିକି ଏ ନୂଆଖାଇ ବାର୍ତ୍ତା ସମସ୍ତଙ୍କୁ ଦେଇକି ସମସ୍ତଙ୍କର ଅଧିକାର ଅଛି ନୂଆଖାଇ ପର୍ବ ପାଳନ କରବାର କଥା ବାକି ରହିଲା ଯେନ୍ ମାନେ ଏ ମାଟି ଶ୍ରମ ସାଙ୍ଗେ ସମ୍ପର୍କ ନାହିଁ ଶୁଣ ଧନ ସାଙ୍ଗେ ସମ୍ପର୍କ ଅଛନ୍ ତାଙ୍କୁ ଆମେ ଟିକେ ସୂଚନା ଦେବାକୁ ପଡ଼ବା ଯେ ଏ ପର୍ବ ବେପାରର ପର୍ବ ନୁହେଁ এটা দশরা মাসিয়া পর্ব নুহে কি কার্তিক মাসর পর্ব নুহে এটা জীব জগৎ বঞ্চি রহবা জাতি অলগা হইপারে বর্ণ অলগা হইপারে রাজ্য অলগা হইপারে কিন্তু জীব হচ্ছে মଣିষ এ সমস্ত বঞ্চি রহু মଣିষ যেতেବେଳେ বঞ্চি রহু কীটপতঙ্গ বঞ্চি রহু গৃহপালিত পশু বঞ্চি রহু গঠবৃক্ষ বঞ্চি রহু নদীনাଳ বঞ্চি রহু পঞ্চভূতর বঞ্চি রহু যেটাকে আমি সর্বশেষরে কହୁଛୁ বা পা ও মা আ সেটা হচ্ছে আমার বাপা ও মা বায়ু পানি ঊর্জা মাটি এবং আকাশ ইতার পূজা হোক এবং আমি তাঁকর পূজা করবু তাঁকর নু আমি আইছু বলিকি আমি বঞ্চিছু অতএব করে ସବୁଦିନ ଏନ୍ତା ନୂଆ ହଉ ଏବଂ ଖାଇବାରଟା ସେ ଧନାତ୍ମକ ଗୁଣ ସେ କମ୍ପନ ଜ୍ଞାନ ଆମର ଭିତରେ ସୃଷ୍ଟି ହଉ ଏବଂ ଅନ୍ତଃସାଧନା ହେଇକରି ଆମେ ମଣିଷ ମଣିଷ ଭିତରେ ফের বুঝি পারমা যে মুই যে সে সোহম শব্দটিক ফেরঘা প্রয়োগ করে পারমা এবং আধ্যাত্মিক জগতের যেন অন্নর পূজা পাইছে অন্নর সংরক্ষণ করবার যেটা মহালক্ষ্মী বলে যদি দায়িত্ব দিয়া যাইছে সে সংগ্রহ করবে এবং বিতরণ করবে অন্নর অপমান হলে স্বয়ং ভগবানকে কেনটা দিনে ঘটনা ঘটিছিল এবং কাহিকে কাড়িয়া হয়ে সেটা সমস্তে আপনার জানিছন অতএব করে আদি ঠারু আধ্যাত্মিক পর্যন্ত
ଏବଂ ଆଧ୍ୟାତ୍ମିକ ଠାରୁ ଆଧୁନିକ ପର୍ଯ୍ୟନ୍ତ ସମସ୍ତଙ୍କୁ ହିଁ ନୂଆଖାଇ ଆବଶ୍ୟକ। ନୂଆଖାଇ ନବାନ୍ନ ବହୁତ ସମୟରେ ହେଇପାରେ, କିନ୍ତୁ ନୂଆଖାଇ ବହୁତ ସମୟରେ ନାହିଁ ହେଇପାରେ, ସେଟା ଗୋଟିଏ ସମୟରେ ହିଁ ହେବା ଏବଂ ତାହା ଯାହା ଛଡ଼ା କରିଗଲା ତାହେଲେ ଉଚ୍ଚିଷ୍ଟ ଅନ୍ନ ସାଙ୍ଗେ ସମାନ ହେଇଯିବା। ଏତିକି ହିଁ ମୁଁ ବାର୍ତ୍ତା ଦେଇପାରିବି। ଆଗକେ ଯଦି କିଛି ସମୟ ମିଳେ ତାହେଲେ ବିସ୍ତୀର୍ଣ୍ଣ ଭାବରେ ଆଲୋଚନା କରବାର ଲାଗି ମଧ୍ୟ ଆମେମାନେ ଆଗେଇ ଆସମା। ବହୁତ ବହୁତ ଧନ୍ୟବାଦ। ଦର୍ଶକ ବନ୍ଧୁ, ଆଜି କୌଶଳ ଟିଭି ନେଟୱାର୍କର ଆଜି କାର୍ଯ୍ୟକ୍ରମରେ ବଲାଙ୍ଗୀରର ବରପୁତ୍ର ଡକ୍ଟର କାଶୀରାମ ମିଶ୍ରଙ୍କ ଠାରୁ ଆପଣମାନେ ଆଜି ପ୍ରସଙ୍ଗ ବିଷୟରେ ଜାଣିବାକୁ ପାଇଲେ। ସେଥିପାଇଁ ଆମେ କୌଶଳ ଟିଭି ନେଟୱାର୍କ ତରଫରୁ ଗୁରୁଶ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ ଏବଂ ନମସ୍କାର। ନମସ୍କାର।